सरितेभ्यो नमः। ओम श्रीमान वाणिहिरण्यगर्भभ्यं नमः। ओम नमः लक्ष्मी नारायणाभ्यं नमः। ओम शिव दुर्गायै नमः। ओम सुमुखश्चैकदन्तश्च कपिलो गजकर्णकः लम्बोदरश्च विकटो विघ्ननाश विनायकः धूम्रकेतुर्गणाध्यक्ष भालश्चन्द्र गजाननः द्वादशैतानि नामानि जपतः शृणुयारपि विद्यारम्भे विवाहे च प्रवेशे निर्गमेस्तथा संग्रामे संकटस्तैव विघ्नस्तस्य न जायते। नीलाद्रौ शङ्खमध्ये शतदलकमले रत्नं सिंहासनस्थं सर्वालङ्कारयुक्तं नवघनरुचिरं संयुक्तं चाग्र्यजेनं भद्रायां वामभागे रथचरणयुतं ब्रह्मरुद्रेन्द्रवन्द्या वेदानां सारमेशं स्वजनपरिवृतं ब्रह्मगारो स्मरामि। ब्रह्मगारो स्मरामि विघ्नध्वस्तनिवारणे कतरणे विघ्नतविहव्यवान् विघ्नव्याकुलभिमानगरुडो विघ्नेव पञ्चाननः विघ्नतुङ्गगिरि प्रमोक्षणपवे विघ्नम्बुधेर्बाणवो विघ्नौघगौघनः प्रचण्डपवनं नित्यजन्तो सगाते। त्वमेव माता च पिता त्वमेव बन्धे च सखा त्वमेव विद्या द्रविणां त्वमेव सर्वा मम देव देवं। सर्वे भवन्तु सुखिनः सर्वे सन्तु निरामया सर्वे भद्राणि पश्यन्तु मा कश्चित् दुःखभाग् भवेत्। कायेन वाचा मनसेन्द्रियैव बुद्ध्यात्मना वो प्रकृते स्वभावात् करोमि यत्सकल परस्मै जगन्नाथायेति समर्पयामि। जगन्नाथायेति समर्पयामि। जगन्नाथायेति समर्पयामि। सुमनोहर वर्धनेयाय मन्दकं दीपयं प्रतिगृह्यताम्। अग्निज्योतिरभिज्योति चन्द्रज्योति प्रदुष्यते स एव ज्योतिरूपेण दीपयं प्रतिगृह्यताम्। अज्ञानातिमिरन्धस्य ज्ञानजानं शलाकया चक्षुरुन्मीलितं येन तस्मै श्रीगुरवे नमः। नैवेद्यं प्रतिगृह्यताम्। ओम नमः वक्रतुण्डाय हुं फट् स्वाहा। एषः नारिकेल नैवेद्यं समर्पयामि।
ଆସନ୍ତି ଡକ୍ଟର ଅଭିମନ୍ୟୁ ବଗର୍ତ୍ତା ଅଧ୍ୟାପକ ଓଡ଼ିଆ ବିଭାଗ ସରକାରୀ ସ୍ୱଶାସିତ ମହାବିଦ୍ୟାଳୟ ଅନୁଗୁଳ ମହାଶୟଙ୍କୁ ବିଦ୍ୟାଳୟ ତରଫରୁ ସ୍ୱାଗତ ଜଣାଉଛୁ। ମହାଶୟଙ୍କର ସମାଜ ପ୍ରତି ଶିକ୍ଷା ସାହିତ୍ୟ ଗବେଷକ ପ୍ରତି ଅତ୍ୟନ୍ତ ଆଗ୍ରହୀ। ସାହିତ୍ୟର ପ୍ରାଣକେନ୍ଦ୍ର କହିଲେ ଅତୁଟ ହେବ ନାହିଁ। ଉକ୍ତ ଶିକ୍ଷାବିତ୍କୁ ଆମ ବେଣାଗାଡ଼ିଆ ଉଚ୍ଚ ବିଦ୍ୟାଳୟ ତରଫରୁ ଉପଟକ ଦେଇ ସ୍ୱାଗତ ଜଣାଇବା। সম্মানিত অতিথি বেଣାଗାଡ଼ିଆ ଉଚ୍ଚ ବିଦ୍ୟାଳୟର ବାର୍ଷିକ ଉତ୍ସବ ସଭାରେ ଆମ ଗହଣରେ ଆଜି ଉପସ୍ଥିତ ଅଛନ୍ତି ସମ୍ମାନିତ ଅତିଥି ମହାଶୟା ଶ୍ରୀମତୀ ଟୁନି ସାହୁ ବେଣାଗାଡ଼ିଆ ଗ୍ରାମ ପଞ୍ଚାୟତ ସରପଞ୍ଚ ମହାଶୟଙ୍କୁ ବିଦ୍ୟାଳୟ ତରଫରୁ କୃତଜ୍ଞତା ଜ୍ଞାପନ କରି ସ୍ୱାଗତ ଜଣାଇବା। ମହାଶୟଙ୍କର ବ୍ୟକ୍ତିତ୍ୱ ସମ୍ମାନ ସମାଜ ପ୍ରତିଷ୍ଠା ଚିରସ୍ମରଣୀୟ ଯାହାର ସ୍ୱଳ୍ପ ସମୟ ମଧ୍ୟରେ ଅବଦାନରେ ବିଦ୍ୟାଳୟ ତାର ସ୍ୱଳ୍ପ ମାତ୍ରାରେ କାର୍ଯ୍ୟ ତୁଲାଇ ପାରିଛି। ସେହି ସମ୍ମାନ ଯୋଗ୍ୟ ମହର୍ଷି ସରପଞ୍ଚ ମହାଶୟ ଆମ ଗହଣରେ ଉପସ୍ଥିତ ହୋଇ ମଞ୍ଚାସୀନ ହେଉଛନ୍ତି। ମହାଶୟଙ୍କ ବିଦ୍ୟାଳୟ ତରଫରୁ ରଶ୍ମିରେଖା ବେହେରା ମହୋଦୟା ତାଙ୍କୁ ସମ୍ମାନିତ କରିବେ। ଆମ ଘରରେ ଅଛନ୍ତି ମୁଖ୍ୟ ଅତିଥି ଶ୍ରୀଯୁକ୍ତ ଭରତ କୁମାର ମୁଦୁଲି ଆସିଷ୍ଟାଣ୍ଟ ଜେନେରାଲ ମ୍ୟାନେଜର ରେଳ ବିଭାଗ ଜିନ୍ଦଲ ଅନୁଗୁଳ। ମହାଶୟଙ୍କର ଜୀବନଶୈଳୀ ସମାଜ ପ୍ରତି ଉପଯୁକ୍ତ ମାର୍ଗକୁ ଆପଣେଇ ଦାତବ୍ୟ ସେବାରେ ମନୋବୃତ୍ତି ନେଇ ପ୍ରତ୍ୟେକ ଆନୁଷ୍ଠାନିକ କାର୍ଯ୍ୟ ସାହାଯ୍ୟ ସହଯୋଗର ଉତ୍ସବକୁ ସେ ଜୀବନର ବ୍ରତ ସଦୃଶ ପାଳନ କରିଛନ୍ତି। ସେ ମହାନ ଭାବକୁ ଆମ ବିଦ୍ୟାଳୟର ଗଣିତ ଶିକ୍ଷକ ପ୍ରସନ୍ନ କୁମାର ପ୍ରଧାନ ମହୋଦୟ ଉପଟମନ ଦେଇ ତାଙ୍କୁ ସମ୍ମାନିତ କରିବେ। ତତ୍ସହିତ ଅଛନ୍ତି ଶ୍ରୀଯୁକ୍ତ ରାଜେଶ କୁମାର ସାରଳିଆ ଯିଏକି ଜଣେ ଆମ ଅନୁଗୁଳ ଜଣେ ପ୍ରତିଷ୍ଠିତ ଶିଳ୍ପପତି। ଆଜ୍ଞାଙ୍କର ଗୁଣ ଗାରିବା ଅତ୍ୟନ୍ତ ଚିତ୍ତାକର୍ଷକ ସମାଜସେବୀ ଏବଂ ସମସ୍ତ ପ୍ରତ୍ୟେକ ଉନ୍ନତି କାମରେ ଏକାମ କାମ ରଖୁଛନ୍ତି। ତାଙ୍କୁ ଆମ ବିଦ୍ୟାଳୟ ତରଫରୁ ଉପଟକ ଦେଇ ସ୍ୱାଗତ କରିବା। ତତ୍ସହିତ ଅଛନ୍ତି ଶ୍ରୀଯୁକ୍ତ ଲକ୍ଷ୍ମଣ କୁମାର ଅଗ୍ରୱାଲା ଶିଳ୍ପପତି ଅନୁଗୁଳ। ସେହି ମହାଶୟ ମଧ୍ୟ ସେ ଶିଳ୍ପପତି। ବିଦ୍ୟାଳୟର ଯେଉଁ ସମୟରେ ଯେତେବେଳେ ମହାଶୟକୁ ନିମନ୍ତ୍ରିତ କରାଯାଏ ସବୁ ସମୟରେ ଆମ ସୁଖ ଦୁଃଖର ସାଥୀ ହୋଇ ଆମ ଘରେ ଉପସ୍ଥିତ ଅଛନ୍ତି। ମହାଶୟକୁ ଆମ ବେଣାଗାଡ଼ିଆ ଉଚ୍ଚ ବିଦ୍ୟାଳୟ ତରଫରୁ ସ୍ୱାଗତ କରି ଉପଟୋକନ ସହ ପୁଷ୍ପଗୁଚ୍ଛ ପ୍ରଦାନ କରିବା। ତତ୍ସହିତ ଅଛନ୍ତି ଆମର ଶ୍ରୀଯୁକ୍ତ କୁମାର ବେହେରା ଯିଏକି ଅଛନ୍ତି ଆମ ଗ୍ରାମ କମିଟି ସଭାପତି ବେଣାଗାଡ଼ିଆ। ଆଜ୍ଞାଙ୍କର ଉପଯୁକ୍ତ ମାର୍ଗରେ ଆଜି ବିଦ୍ୟାଳୟ ବାର୍ଷିକ ଉତ୍ସବ ଶୁଭଦିନରେ ଆମ ଗଣର ଥିବା ସମସ୍ତ ଶିକ୍ଷକ କର୍ମଚାରୀ ସମସ୍ତ ଗର୍ବ ଓ ଗୌରବ ଅନୁଭବ କରିଛନ୍ତି। ମହାଶଙ୍କର ଏକର କ୍ଷୁଦ୍ର ଅନୁଷ୍ଠାନକୁ ନିଜର କରକମଳରେ ଜ୍ଞାନ ସାଗରରେ ମୂଳଦୁଆ ପକାଇ ବହୁ ପରିଶ୍ରମ କରି ନିଜ ହାତ ମୁଠାରେ ଝଡ଼ଝଞ୍ଜାର ଘାତ ପ୍ରତିଘାତରେ ଗଢ଼ି ତୋଳିଛନ୍ତି। ଏ ଶିକ୍ଷାନୁଷ୍ଠାନ ପ୍ରତ୍ୟେକ ମୁହୂର୍ତ୍ତରେ ବିଦ୍ୟାଳୟ ପ୍ରତି ଅଗ୍ରଗତିର ଆଶା ସ୍ୱରୂପକୁ ସଜାଡ଼ି ଆସିଛି। ଏହି ମହାନ ଭାବ ମହାଶୟଙ୍କୁ ବିଦ୍ୟାଳୟର ତରଫରୁ ଆମେ ଉପଟୋକନ ସହ ତାଙ୍କୁ ପୁଷ୍ପ ଦେଇ ସମ୍ମାନ କଲୁ। ସମ୍ମାନିତ ଅଛନ୍ତି ଶ୍ରୀଯୁକ୍ତ ନିର୍ମଳ କୁମାର ସାମନ୍ତ ମହୋଦୟ ଶିକ୍ଷାବିତ୍ ବେଣାଗାଡ଼ିଆ। ଆଜ୍ଞାଙ୍କର ଅବଦାନ ଏ ବିଦ୍ୟାଳୟ ପ୍ରତି ଅତୁଳନୀୟ ଏବଂ ସମସ୍ତ ବହୁ ସମସ୍ୟାର ସମ୍ମୁଖୀନ ହୋଇ ଶିକ୍ଷାର ମନ୍ଦିର ସଦୃଶ ଛୋଟ ଶିକ୍ଷାର କର୍ମଚାରୀ ମାନଙ୍କର ସୁଖ ସୁବିଧାର ସୁଯୋଗରେ ଦୁର୍ଦ୍ଦିନରେ ଆସି ସାହାଯ୍ୟ ଏବଂ ଶୁଭକାମନା କରିଛନ୍ତି। ବିଦ୍ୟାଳୟ ପ୍ରାରମ୍ଭରୁ ପ୍ରାପ୍ତ ପର୍ଯ୍ୟନ୍ତ ଏହି ମହାଶୟଙ୍କର ଅବଦାନ କମ୍ ନୁହେଁ। ବିଦ୍ୟାଳୟର ତାଙ୍କୁ ଉପଟୋକନ ଓ ପୁଷ୍ପଗୁଚ୍ଛ ଦେଇ ସମ୍ମାନ କରିବ। ତତ୍ସହିତ ଶ୍ରୀଯୁକ୍ତ ଶରତ କୁମାର ମହାରଣା ଆଞ୍ଚଳିକ ସାଧାରଣ କେନ୍ଦ୍ର ସଂଯୋଜକ ଗଣ୍ଡିବେଡ଼। ଆଜ୍ଞାଙ୍କର ଅବଦାନ ବିଦ୍ୟାଳୟର ପ୍ରତିଦିନ ପ୍ରତି ମୁହୂର୍ତ୍ତରେ ପ୍ରତି ମାସରେ ପ୍ରତି ସପ୍ତାହରେ ଏହି ବିଦ୍ୟାଳୟ ତାଙ୍କର ହିଁ ଅବଦାନ ରହି ଆସିଛି ରହି ଆସୁଥିବ। ତେଣୁ ତାଙ୍କ ବିଦ୍ୟାଳୟ ତରଫରୁ ଆମେ ପୁଷ୍ପଗୁଚ୍ଛ ସହ ଉପଟୋକନ ଦେଇ ସମ୍ମାନିତ କରିବା। ଆମ ଘର ଅଛନ୍ତି ଜଣେ ଶିକ୍ଷାବିତ୍ ମଧ୍ୟ ଆମ ଶିକ୍ଷକ ଭାଇମାନେ କହିଲେ ଅତୁଟ ହେବ ନାହିଁ ଯେକି ମହେଶ୍ୱର ସାର୍ ମଧ୍ୟ ଜଣେ ସମାଜର ଜଣେ ପ୍ରତିଷ୍ଠିତ ବ୍ୟକ୍ତି ଏବଂ ସମସ୍ତ ସମୟରେ କିଛି ଉପଦେଶ ମାଧ୍ୟମରେ ମଧ୍ୟ ଆମକୁ ଅନେକ କଥା କହିଥାନ୍ତି। ତାଙ୍କୁ ଆମ ବିଦ୍ୟାଳୟ ତରଫରୁ ଉପଟୋକନ ପୁଷ୍ପଗୁଚ୍ଛ ଦେଇ ସମ୍ମାନ ଜଣାଇବା। ଯାଇ ହଉ ପୁରସ୍କାର ଦିତ ଆମ ଉପଟୋକନ ସହ ଆମର ପୁଷ୍ପଗୁଚ୍ଛକୁ ଅତିଥିମାନଙ୍କୁ ପ୍ରଦାନ କରିସାରିଛନ୍ତି। ଉକ୍ତ ମଞ୍ଚର ମଞ୍ଚାସୀନ ସଭାପତି ଆଜି ପବିତ୍ର ବାର୍ଷିକ ଉତ୍ସବ ବେଣାଗାଡ଼ିଆରେ ଶିକ୍ଷକ ଶିକ୍ଷୟିତ୍ରୀ କର୍ମଚାରୀ ତଥା ଗ୍ରାମ କମିଟି ବିଦ୍ୟାଳୟ ପରିଚାଳନା କମିଟିକୁ ନେଇ ଏହି ମହାଶୟରେ ପାଳନ କରାଯାଉଛି।
এই বার্ষিক পুরস্কার বিতরণ উৎসব। এই উৎসবের মঞ্চাসীন আতিথ্য প্রকাশ করতে অতিথি ମାନଙ୍କୁ বিদ্যালୟ তরফରୁ ଚିର ନମସ୍କାର ଜଣାଇ କୃତଜ୍ଞତା ଜ୍ଞାପନ କରୁଛି। ମଧ୍ୟ ସଭାର ସଭାପତି ଦାୟିତ୍ୱ ସଭାପତି ଦାୟିତ୍ୱ ଆଜି ଆମେ ଭାରକୁ ବହନ କରାଇବୁ ଶ୍ରୀଯୁକ୍ତ ନିର୍ମଳ କୁମାର ସାମନ୍ତଙ୍କୁ। ଆମ ଗଣରେ ଉପସ୍ଥିତ ଅଛନ୍ତି ଆମର ଅଧ୍ୟକ୍ଷର ସଭାପତିତ୍ୱ ଦାୟିତ୍ୱକୁ ଭାରକୁ ଆପଣେଇ ନେବେ। ଆମ ସଭା କାର୍ଯ୍ୟ ସୁଚାରୁ ରୂପେ ତୁଲାଇବାର ଦାୟିତ୍ୱକୁ ବହନ କରିବେ ଆମ ବିଦ୍ୟାଳୟର ଯିଏକି ଅଛନ୍ତି ଶିକ୍ଷାବିତ୍ ବେଣାଗାଡ଼ିଆ ଅନୁଗୁଳର ଶ୍ରୀଯୁକ୍ତ ନିର୍ମଳ କୁମାର ସାମନ୍ତ ମହୋଦୟ। ଆଜିର ସଭା କାର୍ଯ୍ୟକୁ ସେ ସୁଚାରୁ ରୂପେ ପରିଚାଳନା କରିବାକୁ ମୁଁ ଆମ ବିଦ୍ୟାଳୟ ନିବେଦନ ରଖୁଛି ନିର୍ମଳ କୁମାର ସାମନ୍ତ ମହୋଦୟଙ୍କୁ। ଶିକ୍ଷାବିତ୍ ମଧ୍ୟ କିଛି ଆପଣଙ୍କୁ